नमस्कार सांगमाने जय जगन्नाथ चलतु शुणा तारा तारिणी सत्य घटना। माँ तारा तारिणी किए कहीं दुईटी नाम पूजा पाउछंती दुई भौणी। माँ तारा तारिणी कहीं माँ मंदिर सामने बहुथिबा रक्तर नदी केमिति हैला। ओडिशा राज्य गंजाम जिले माँ तारा तारिणी भव्य मंदिर 25टा आसतु जानिबा संपूर्ण खबर। माँ तारा तारिणी सत्य घटना। ओडिशार राज्य गंजाम जिला पुरुषोत्तमपुर निकटस्थ ऋषिकुल्या नदी तटरे रत्नगिरी पर्वत शिखर अवस्थित माँ तारा तारिणी भव्य मंदिर। भारतर 51टी शक्तिपीठ मध्यरु माँ तारिणी शक्तिपीठ एक शक्तिपीठ। एही पीठକୁ माँ तारा तारिणी आसिले केमिति? किंबदंती कहे सत्य जुगरे दक्ष प्रजापति गोटे कन्या थिले। से जणे सती थिले। से तांकर पितांक बिना अनुमति रे शिवंकु विवाह करथिले, किंतु एही विवाह रे दक्ष प्रजापति बिल्कुल खुशी नथिले। थरे दक्ष प्रजापति विराट बड़ यज्ञर आयोजन कले एवं समस्त देवादेवी यज्ञ पई आमंत्रण कले। दक्ष प्रभु शिवशंकरଙ୍କ मशाନରେ बास करुथिबा एवं विचित्र वेशभूषा को बिल्कुल पसंद करुनथिले। सेइथिपाई विवाह पाई से बिल्कुल राजी नथिले एवं सेही बड़ यज्ञ को निज झियो ज्वाई को निमंत्रण देई नथिले। एमिति अनेक दिन गला। यज्ञर खबर देवर्षि नारद सतीଙ୍କ पाखକୁ ଯାଇ बखाणिले। देवर्षि नारदଙ୍କ ଠାରୁ खबर पाई सती यज्ञस्थल को पहुँचिले। सेठाକୁ ଯାଇ पिता दक्षଙ୍କୁ प्रश्न कले, हे पिता, काहेकि तुमे निज झियो ज्वाई को एही विराट बड़ यज्ञरे निमंत्रण करिनाह? ଏହା ଶୁଣି दक्ष प्रजापति सतीଙ୍କୁ शिवଙ୍କ विषୟରେ नाना कटु କଥା କହିଲେ। एते देवादेवी ऋषि महर्षिଙ୍କ ସମ୍ମୁଖରେ ସ୍ୱାମୀଙ୍କର ଅପମାନ ସହି ନ ପାରି ସତୀ ଯଜ୍ଞକୁ ଡେଇଁ ଯାଇ ପ୍ରାଣ ଆହୁତି ଦେଇଥିଲେ। ଏହି ଖବର ପାଇ ପ୍ରଭୁ ଶିବଶଙ୍କର ଯଜ୍ଞସ୍ଥଳକୁ ଧାଇଁ ଆସିଲେ ଏବଂ ଦକ୍ଷଙ୍କ ଶିର ଛେଦନ କରିଦେଲେ ଆଉ ଯଜ୍ଞକୁ ଧ୍ୱଂସ ବିଧ୍ୱଂସ କରିଦେଲେ। ଶେଷରେ ସେ କଣ କରିବେ ଭାବି ଭାବି ସତୀଙ୍କ ପୋଡ଼ା ଶରୀରକୁ ଧରି ପାଗଳ ପରି ସବୁଆଡ଼େ ବୁଲିବାକୁ ଲାଗିଲେ। ଏହା ସବୁ ଦେଖି ପ୍ରଭୁ ବିଷ୍ଣୁ ଶିବଙ୍କ ବିନା ଏ ବ୍ରହ୍ମାଣ୍ଡ ଅଚଳିତ ହୋଇଯିବ ବୋଲି ସଙ୍ଗେ ସଙ୍ଗେ ସେ ଶିବଙ୍କୁ ନିଜ ସ୍ଥିତିକୁ ଆଣିବାକୁ ଯାଇ ନିଜ ସୁଦର୍ଶନ ଚକ୍ରରେ ସତୀଙ୍କ ଦେହକୁ ଖଣ୍ଡ ବିଖଣ୍ଡିତ କରିଦେଲେ। ଯେତେବେଳେ ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା, ତାହା ଶରୀରର ଟି 51 ଖଣ୍ଡ ଭାରତର 51ଟି ଜାଗାରେ ପଡ଼ିଥିଲା ଏବଂ ଏହି 51ଟି ଜାଗାରେ ବର୍ତ୍ତମାନ 51ଟି ଶକ୍ତିପୀଠ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ତାରା ତାରିଣୀ ପୀଠ ଏକ ଶକ୍ତିପୀଠ, ଯେଉଁ ସ୍ଥାନରେ କି ମାଙ୍କ ବକ୍ଷ ଆସି ରତ୍ନଗିରି ପାହାଡ଼ ଶିଖରରେ ପଡ଼ିଥିଲା ଏବଂ ଦୁଇ ବକ୍ଷରୁ ଦୁଇଟି ଭଉଣୀ ତାରା ଓ ତାରିଣୀ ଆବିର୍ଭୂତ ହୋଇଥିଲେ। ଏ ଥିଲା କିମ୍ବଦନ୍ତୀ କଥା। ଐତିହାସିକ ମତରେ ଗଞ୍ଜାମ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ବୀର ଜଗନ୍ନାଥ ଶାସନ ସମୟରେ କୁଆଁରୀ ନାମକ ଏକ ଛୋଟ ଗ୍ରାମରେ ପଶୁପହରାଜ ନାମକ ଏକ ମହାଜ୍ଞାନୀ ତାନ୍ତ୍ରିକ ଥିଲେ। ଏହା ସତ୍ତ୍ୱେ ମଧ୍ୟ ସେ ଜଣେ ନିଃସନ୍ତାନ ମଧ୍ୟ ଥିଲେ। ନିଜ ସ୍ତ୍ରୀକୁ ନେଇ ସେ ଅତି ଖୁସିରେ ଜୀବନ ଯାପନ କରିଥିଲେ। ଏଥିରେ ସେ ଦୁଇଟି କନ୍ୟା ସନ୍ତାନକୁ ପାଇଥିଲେ ଏବଂ ତାଙ୍କୁ ଆଣି ନିଜ ଘରେ ରଖି ନିଜ ଝିଅଠାରୁ ବଡ଼ି ଲାଳନ ପାଳନ କରିଥିଲେ। ଏମିତି ଅନେକ ଦିନ ଗଲା। ଦିନେ ସେ ଦୁଇ ଝିଅ ସମସ୍ତଙ୍କ ଅଜ୍ଞାତରେ ଗୃହତ୍ୟାଗ କରି କୁଆଡ଼େ ଚାଲିଗଲେ। ବାଟରେ ଗଲାବେଳେ ସେମାନେ ଚୁଡ଼ି ବିକାଳିଙ୍କ ପାଖକୁ ଚୁଡ଼ି ମାଗି ପିନ୍ଧିଲେ ଏବଂ ଚୁଡ଼ି ବିକାଳିକୁ କହିଥିଲେ ଯେ ଏହି ଚୁଡ଼ିର ପଇସା ତୁମେ ଆମ ପିତାଙ୍କ ପାଖରୁ ନେଇଯିବ। ଧୀରେ ଧୀରେ ରାତି ହେବାକୁ ଲାଗିଲା। ଯେତେବେଳେ ପଶୁପହରାଜ ନିଜ କାମ ସାରି ଘରକୁ ଫେରି ଆସିଲେ, ଦେଖିଲେ ଘରେ ଆଉ ସେ ଦୁଇ ଝିଅ ନଥିଲେ। ସବୁଆଡ଼େ ଖୋଜାଖୋଜି ଆରମ୍ଭ ହେଲା। ପଶୁପହରାଜ ଆଉ ସେ ଦୁଇ ଝିଅଙ୍କୁ ପାଇଲେ ନାହିଁ। ଶେଷରେ ସମସ୍ତ ଜାଗା ଖୋଜି ସାରିବା ପରେ ନିଜ ଘରକୁ ଫେରିଆସି ନିରାଶରେ
ଶୋଇପଡ଼ିଲେ। ଠିକ୍ ଶୋଇବା ସମୟରେ କୌଣସି ଏକ ଦେବୀଙ୍କ ସ୍ୱପ୍ନଦେଶ ହେଲା। ସ୍ୱପ୍ନରେ ଆସି ସେ ଦେବୀ ଜଣକ କହିଲେ, ଆମେ ଦୁହେଁ ତାରା ଓ ତାରିଣୀ ଏବଂ ଆମ ରତ୍ନଗିରି ପର୍ବତ ଶିଖରରେ ଅବସ୍ଥାନ କରିଅଛୁ। ଆଜିଠାରୁ ଆମକୁ ଏବେଠାରୁ ତୁମେ ତାରା ତାରିଣୀ ନାମରେ ପୂଜା ଦେବ। ଏତିକି କହି ସେ ଦେବୀ ଜଣକ ସ୍ୱପ୍ନରୁ ଚାଲିଗଲେ। ସ୍ୱପ୍ନ ଶେଷ ହେଲା। ହଠାତ୍ ପଶୁ ପହରାଜ ନିଦରୁ ଉଠି ସଙ୍ଗେ ସଙ୍ଗେ ଛୁଟିଗଲେ ସେଇ ରତ୍ନଗିରି ପର୍ବତ ଶିଖରକୁ। ଯାଇ ଦେଖିଲେ ଦୁଇଟି ବକ୍ଷଜ ଆକାରର ଦୁଇଟି ପ୍ରସ୍ତର। ଏହାପରେ ପଶୁ ପହରାଜ ବିଗ୍ରହ ନିର୍ମାଣ କରି ତନ୍ତ୍ର ସାଧନା ଦ୍ୱାରା ପ୍ରଥମେ ମାଙ୍କ ପ୍ରାଣ ପ୍ରତିଷ୍ଠା କଲେ ଏବଂ ପରେ ପରେ ବିଶିଷ୍ଟ କାରିଗରମାନଙ୍କୁ ଡକାଇ ବିଧି ଅନୁସାରେ ଅକ୍ଷୟ ତୃତୀୟା ଦିନ ବିଗ୍ରହ ପ୍ରତିଷ୍ଠା ଏବଂ ମନ୍ଦିର ପ୍ରତିଷ୍ଠା କଲେ। ଏ ଥିଲା ମା ତାରା ତାରିଣୀଙ୍କ ଅବସ୍ଥିତିର ଗୁପ୍ତ ରହସ୍ୟ। ଏହି ମନ୍ଦିରକୁ ନେଇ ଅନେକ ରୋଚକ ରହସ୍ୟ ଯୋଡ଼ି ହୋଇ ରହିଛି। ଯେମିତିକି ସ୍ଥାନୀୟ ଲୋକମାନେ କହନ୍ତି, ବିଂଶ ଶତାବ୍ଦୀର ଆରମ୍ଭରେ ବର୍ଷସାରା ମଙ୍ଗଳବାର ଓ ସଂକ୍ରାନ୍ତି ଦିନମାନଙ୍କରେ ଏହି ମନ୍ଦିରରେ ପ୍ରଚୁର ପରିମାଣରେ ପଶୁ ବଳି ଦିଆଯାଉଥିଲା। ମୁଖ୍ୟତଃ ଚୈତ୍ର ମାସର 4 ଗୋଟି ମଙ୍ଗଳବାର ଦିନ 10,000ରୁ ଅଧିକ ଛେଳି ଓ ମଇଁଷିମାନଙ୍କୁ ବଳି ଦିଆଯାଉଥିଲା। ବଳିର ପରିମାଣ ଏତିକି ଥିଲା ଯେ ବଳିରୁ ଝରୁଥିବା ରକ୍ତ ଆସି ପାହାଡ଼ରୁ ଯିବାର ରାସ୍ତାରେ ରକ୍ତର ନଦୀ ଛୁଟି ଯାଉଥିଲା। ଏହା ଫଳରେ କି ଲୋକମାନଙ୍କ ଯିବା ଆସିବାରେ ଅନେକ ଅସୁବିଧା ହେଉଥିଲା। କିନ୍ତୁ ବର୍ତ୍ତମାନ ଏ ବଳିପ୍ରଥା ଆଉ ଏ ମନ୍ଦିରରେ ନାହିଁ। ବଳିପ୍ରଥା ନଥିଲେ ମଧ୍ୟ ନୈବେଦ୍ୟ ରୂପରେ ମାଙ୍କୁ ଆମିଷ ଖାଦ୍ୟ ଦିଆଯାଉଛି ଏବଂ ତମ୍ବା ପାତ୍ରରେ ନୈବେଦ୍ୟ ରୂପରେ ମାଙ୍କୁ ପଇଡ଼ ପାଣି ଦିଆଯାଉଛି। ଲୋକମାନେ କହନ୍ତି, ଏହି ମନ୍ଦିରରେ ମାନସିକ କଲେ ଅନେକ ନିଃସନ୍ତାନ ସନ୍ତାନ କରୁଣା ଲାଭ କରିଥାନ୍ତି ଏବଂ ଯେଉଁମାନେ ମାନସିକ କରି କରୁଣା ଲାଭ କରିଥାନ୍ତି, ସେହି ସନ୍ତାନର ମୁଣ୍ଡନ କରିବା ପାଇଁ ପ୍ରତ୍ୟେକ ବର୍ଷ ଚୈତ୍ର ମାସର ମଙ୍ଗଳବାର ଦିନ ମାନଙ୍କରେ ଆସି ଏଠାରେ ପୂଜା କରିଥାନ୍ତି ଏବଂ ସେ ସନ୍ତାନର ଆଜୀବନ ଆରୋଗ୍ୟ କାମନା କରି ମାଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି। ବର୍ତ୍ତମାନ ମନ୍ଦିର ଦେହରେ ଦେବୀଙ୍କର 10 ମହାବିଦ୍ୟା ଯଥା ଷୋଡ଼ଶୀ, ବଙ୍ଗଳା, ଛିନ୍ନମସ୍ତା, ଧୂଆଁବତୀ, ମାତଙ୍ଗୀ, କମଳା, ଭୁବନେଶ୍ୱରୀ, ଭୈରବୀ, କାଳୀଙ୍କର ପ୍ରସ୍ତର ମୂର୍ତ୍ତି ରହିଛି। ଏହା ହେଉଛି ମା ତାରା ତାରିଣୀଙ୍କର ଗୁପ୍ତ ରହସ୍ୟ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ପ୍ଲିଜ୍ ଏବେ ହିଁ ଲାଇକ୍ ଆଣ୍ଡ ସେୟାର ସବସ୍କ୍ରାଇବ୍ କରିବେ। ଏହିଭଳି ଆଧ୍ୟାତ୍ମିକ ଷ୍ଟୋରି ଜାଣିବା ପାଇଁ ଏବେ ହିଁ ସାଇ ଓଡ଼ିଆ ଷ୍ଟୋରିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।